ନମସ୍କାର, ସୁପ୍ରଭାତ। ନମସ୍କାର। ଜୟ ଆସିଏମ୍। ଜୟ ଆରସିଏମ୍। ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ ସମସ୍ତଙ୍କୁ। ଗୁରୁକୁଳରେ ଆଜି ଯୋଉ ବିଶେଷ କ୍ଷେତ୍ର ଚାଲିଥିଲା ତ ସେ ଆମ ଜୀବନରେ ଗୋଟେ ବହୁତ ବଡ଼ ପରିବର୍ତ୍ତନ। ଆ, ଆଜି ଗୁରୁକୁଳ ମୁଁ ଭାବୁଛି ଯେ ହୁଏତ ଆମ ଆଖି ଖୋଲି ଦେଇଥିବ। ମାନେ ଯୋଉମାନେ ବି ଦେଖିଥିବେ ଗୁରୁକୁଳ ଆଉ ଯୋଉମାନେ ଦେଖି ନାହାନ୍ତି ତାଙ୍କୁ ବିଶେଷ ଅନୁରୋଧ ଯେ ଜୀବନରେ ଆମେ ଆଗକୁ ବଢିବାକୁ ଅଛି ତ ଆମ ଜୀବନରେ ଇଏ ଯୋଉ ଅଭିଯାନ ଆରସିଏମ ର ଅଭିଯାନ ଇଏ ଗୋଟେ ବହୁତ ବଡ ମାଇନେ ରଖେ। ଯେ କେବଳ ଯେ ଆମେ ଇନକମ୍ କରିବା ପାଇଁ ଆସିଛେ, ପଇସା ରୋଜଗାର କରିବା ପାଇଁ ଆସିଛେ ଆଉ ପୁରା ଜୀବନଟା ପଇସା ରୋଜଗାର କରିବାରେ ସାର୍ଥକତା ଅଛି। ମୁଁ ତ ସେଟା କେବେ ଭାବି ପାରିଲିନି। ଆଜି ଯୋଉ ସେସନକୁ ଦେଖିଲି ଆକ୍ଚୁଆଲି ନିଜେ ବି ମୁଁ ଆ, ସେଇଟା ବି ପୁରା ପୁରାକୁ ପୁରା ଯୋଉ ଏଇ ଯୋଉ ସିଷ୍ଟମ ମୁଁ ମୋର ମନେ ଅଛି 2006 ମସିହାରେ 2007 ମସିହା ପାଖାପାଖି 6 ମସିହାରେ ମୁଁ ଭିଲୱାଡା ଯାଇଥିଲି କାରଣ ଆରସିଏମ ର ଆନିଭର୍ସରୀ 6th ଆନିଭର୍ସରୀ ଦେଖି ସାରିଲା ପରେ ମୁଁ ଯେତେବେଳେ ଭିଲୱାଡା ଗଲି ଦେଖିଲି ଯେ ଏଭଳି ଜଣେ ବ୍ୟକ୍ତିତ୍ୱ ବହୁତ ଶାନ୍ତ ସରଳ ବ୍ୟକ୍ତିତ୍ୱ ଯିଏକି ଟିସି ଛାବଡ଼ା ସାର୍। ତାଙ୍କୁ ଯେତେବେଳେ ଆସିବା ବେଳେ ମୁଁ ତାଙ୍କୁ କହିଲି କି ସାର୍ କିଛି ଗୋଟେ ଏଭଳି ଗୋଟେ ଉପଦେଶ ଦିଅନ୍ତୁ ଯେ ଯୋଉଥିରେ କି ଆମେ ଜୀବନରେ ଆଗକୁ ବଢିପାରିବା। ତ ସେ ଗୋଟିଏ କଥା କେବଳ କହିଥିଲେ, ବହୁତ କମ କଥା କୁହନ୍ତି, ଯେ ଆରସିଏମ କୁ ଜୀବନରେ ପ୍ରାୟୋରିଟିରେ 1 ନମ୍ବରରେ ରଖିବା। ତ ମୁଁ ସେତେବେଳେ ଭଲ ଭାବରେ ବୁଝି ପାରିନଥିଲି, କିନ୍ତୁ ମୁଁ କହିଲି କି ଠିକ ଅଛି ସାର୍ କହିଛନ୍ତି ତ ତାକୁ ପ୍ରାୟୋରିଟିରେ 1 ନମ୍ବରରେ ରଖିବା। ତ ମୁଁ ସେଦିନଠୁ ଆଜି ପର୍ଯ୍ୟନ୍ତ ବି ତାକୁ ପ୍ରାୟୋରିଟିରେ 1 ନମ୍ବରରେ କିଛି ବି କାମ ଆସୁ ତ 1 ନମ୍ବରରେ ହଉଛି ଆରସିଏମ। ତ ଯାହା ହଉ ସେଦିନ ପରେ ଆଉ ଆଜି ବି ଯଦି ମୁଁ ସେଇ କଥାକୁ ଫିଲ୍ କରୁଛି, ମୁଁ ବି ନିଜେ ଭାବିପାରୁଛି ଯେ ଇଏ ଯୋଉ ଅଭିଯାନ ମାଧ୍ୟମରେ ବହୁତ ସାରା ସାଥୀମାନଙ୍କ ସହିତ ମିଶିବା, ପୁରା ହିନ୍ଦୁସ୍ତାନରେ ଗୋଟେ ପରିଚୟ ହବା, ଆଉ ତା ସହିତ ବହୁତ ସାରା ସାଥୀଙ୍କର ଭଲ ପାଇବା, ତ ଇଏ ପ୍ରକାରର ଗୋଟେ ସମ୍ପର୍କ ଗଢି ଉଠିବା। ତ ଇଏ ଇଏ ସବୁକୁ ପଇସା ଦେଲେ ମିଳିବନି। ତ ପଇସା ବହୁତ ବଡ଼ କଥା ନୁହେଁ। ପଇସାର ଉର୍ଦ୍ଧ୍ୱରେ ବି ଆମକୁ କାମ ଆରମ୍ଭ କରିବା ଦରକାର। ଆଉ ଆଜିର ସେସନରେ ବି ବହୁତ ଶିକ୍ଷା ବି ମିଳିଲା ଯେ ଆମକୁ ଦୂରଦୃଷ୍ଟି ହିଁ ହବାକୁ ପଡ଼ିବ। ସବୁଠୁ ବହୁତ ବଡ଼ କଥା ଯେ ସାର୍ ଗୋଟେ ବହୁତ ବଡ଼ ଏକ୍ଜାମ୍ପଲ ବି ଦେଲେ କି ଆମେ ଯଦି ପାଖରେ କିଛି ଗୋଟେ ଜିନିଷକୁ ଦେଖୁଛେ ତ ସେଇଟା ହିଁ ଦେଖା ହଉଛି ଆମକୁ। ଯଦି ଆମେ ଦୂରକୁ କିଛି ଆକାଶକୁ ଦେଖୁଛେ କିମ୍ବା ଆଉ କୋଉଠିକି ଦେଖୁଛେ ତ ଆମକୁ ସେ ମାନେ ଦିଟାଙ୍କ ଏକା ସାଙ୍ଗେ କେବେ ହବନି। ଆମେ ମାନେ ପାଖର ଯୋଉ ମାନେ ନିଜ ପାଖରେ ଯୋଉଟାକୁ ଦେଖୁଛେ ତାକୁ ଛାଡିକି ଯଦି ଦୂରକୁ ଆମେ ଦେଖିବା ତାହେଲେ ଆମେ ହେଇପାରିବ। ଆଉ ଟିକେ ଟିକେ କଥାରେ ଅ, ଆମେ ନିଜକୁ ନିଜେ ଭାଙ୍ଗି ପଡିବା। ତ ନ ଭାଙ୍ଗିକି ଆମକୁ ଆଗକୁ ବଢିବା, ସେଇଟା ବି ଆଜି ବହୁତ ଭଲ ଭାବରେ ଆଜି ସାର୍ ଆମକୁ ଶିଖେଇ ଦେଲେ କି ଜାଣିବା ବି ଦରକାର। ଆଉ ପ୍ରତ୍ୟେକ କ୍ଷେତ୍ରରେ ଆମେ ଯେକୌଣସି କାର୍ଯ୍ୟକୁ ଆମେ ଆରମ୍ଭ କରିଛେ, ଯଦି ଆମ ପାଟିରୁ ବାହାରି ଯାଇଛି ତାମାନେ ସାର୍ ମାନେ କହିବା କଥା କି ସାର୍ଙ୍କ କହିବା କଥା ଯେ ପରମାତ୍ମାଙ୍କ ନିର୍ଦ୍ଦେଶରେ ଆମ ପାଟିରୁ ବାହାରି ଯାଇଛି ଆଉ ତାକୁ ଆମେ କରିବା। ପରମାତ୍ମା ଚାହୁଁଛନ୍ତି ଯେ ସେ କାମ ଆମେ କରିବା। ଦୃଢ ସଂକଳ୍ପ ଦୃଢ ନିଷ୍ପତ୍ତି ନେଇକି ଆମେ କାମ ଆରମ୍ଭ କରିବା ତ ବହୁତ କିଛି ହେଇପାରିବ। ଯେମିତିକି ସାର୍ କହିଲେ କି ଅ, ଏଇ ଯୋଉ ଅଭିଯାନ ଆରସିଏମ ର ଯୋଉ ସରନେମ ପଛରେ ଯୋଉ ରହିଥିଲା ଯୋଉ ବିଜନେସ, ତାକୁ ଛାଡିକି ବହୁତ ସାରା ସାଥୀ ତାକୁ ଚେଞ୍ଜ ବି କରିପାରୁନାହାନ୍ତି। ତ ଦୃଢ ସଂକଳ୍ପ ଦ୍ୱାରା ଆମେ ତାକୁ ଚେଞ୍ଜ କରିବା, କାରଣ ଆରସିଏମ ବର୍ତ୍ତମାନ ଅଭିଯାନ ହେଇଯାଇଛି। ଆମେ ଏ ଅଭିଯାନରେ ଆଗକୁ ବଢିବା ନିହାତି ଦରକାର। ବହୁତ ସାରା ଆପଣ ନୋଟ ବି କରିଥିବେ। ତ ନିଜକୁ ଦୃଢ ସଂକଳ୍ପ ଦ୍ୱାରା ନିଜକୁ ଯେମିତି ମଜବୁତ ଆମେ କରିପାରିବା। ଆଉ କୌଣସି କାମକୁ କରିବା ପୂର୍ବରୁ ତାର କାହିଁକି କରିବା, ତାର କାରଣ ପ୍ରଥମେ ଜାଣିବା ନିହାତି ଦରକାର। ଆଉ ତାକୁ ଆମେ ଜାଣିଲେ ହିଁ ଆମେ ଆଗକୁ ବଢିପାରିବା। ଆଉ ତା ସହିତ ଯେକୌଣସି ଦୃଢ ସଂକଳ୍ପ ବି ନବା, ତାକୁ ଆମେ ଭାବିଦବା ଯେ ଇଏ ଗୋଟେ ଆମର ଉପରବାଲାର ଗୋଟେ ନିର୍ଦ୍ଦେଶ ଅଛି ତ ତାକୁ ଆମେ ଆଗକୁ ବଢିପାରିବା। ତ କୌଣସି ଜିନିଷ ବା ନିର୍ଣ୍ଣୟ ନେବା ପରେ ତାକୁ ବାସ୍ତବିକ ରଚନା କରିବା ନିହାତି ଦରକାର। ନିର୍ଣ୍ଣୟ ନେବା, ଆଜି ସପୋଜ ମୁଁ ଭାବିଲି ଯେ ମୋର 100% ମୁଁ ଗ୍ରୋଥ କରିବି, ତ 100% ଗ୍ରୋଥ ବାସ୍ତବିକ କେମିତି ହବ?
ମୋ ଟିମ୍ରେ କେତେ ଜଣ ପରଚେଜ କରୁନାହାନ୍ତି ତ ତାଙ୍କୁ ପରଚେଜ ମୋଡକୁ ଆଣିବି। କେତେ କେତେ ଜଣ ସାଥୀ 100 200ରେ ରହିଯାଉଛନ୍ତି, ମାସ ଶେଷ ବେଳକୁ ଟିକେ ପରଚେଜ କରୁଛନ୍ତି, ତାଙ୍କୁ ବି ମୁଁ ଜଣେଇବି ଯେ ଦେଖନ୍ତୁ ବାହାରର ଜିନିଷ ଏଇଆ, ଇଏ ଆରସିଏମ ର ଜିନିଷ ଏଇଆ, କି ତାର ବାହାରର କ୍ୱାଲିଟି, ବାହାରର ପ୍ରାଇସ୍, ଆମର ପ୍ରାଇସ୍, ବାହାରର ବେନିଫିଟ୍, ଆମର ବେନିଫିଟ୍, ତାକୁ ଯଦି ମୁଁ ଜଣେଇ ଦେବି ସେ ସବୁ ଜିନିଷ, ତ ସେଠି ସିଏ କ'ଣ ହବ ନା ଧୀରେ 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 ତା ଘରର ଯେତିକି ବି ତାଙ୍କ ଘରରେ ଯେତିକି ବି ପ୍ରଡକ୍ଟ ପରଚେଜ ମାନେ ଘରେ ବ୍ୟବହାର ହଉଛି, ଯେ ସକାଳୁ ଉଠିବାଠୁ ରାତିରେ ଶୋଇବା ପର୍ଯ୍ୟନ୍ତ ଆମେ ଯଦି ତାକୁ ଆନାଲିସିସ୍ କରିକି ଜଣେଇ ଦବା, ତ ଧୀରେ 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 ପରିବର୍ତ୍ତନ ନିଶ୍ଚୟ ହବ। ଆଉ ଏ ଜିନିଷକୁ ରଚନା କରିବା ଦରକାର, ମାନେ ତିଆରି କରିବା ଦରକାର ଯେ କ'ଣ କରିବା ଦ୍ୱାରା ଏ ସବୁ କାମ ସଫଳ ହେଇଯାଇପାରିବ। ଏଇଟା ଗୋଟେ ବହୁତ ବଡ଼ କଥା। ତ ଆମେ ତ ଟାର୍ଗେଟ ନେଇଯାଉଛେ, କିନ୍ତୁ ଟାର୍ଗେଟ ନେଇ ସାରିଲା ପରେ ପୁରା କରିବା ପାଇଁ କ'ଣ କରିବା ନା ଉପରବାଲା ଉପରେ ଛାଡ଼ିଦେବା। ଟାର୍ଗେଟ ଆମ ମନରେ କିଏ ଭର୍ତ୍ତି କରିଛନ୍ତି ନା ଉପରବାଲା ଭର୍ତ୍ତି କରିଛନ୍ତି, ପରମାତ୍ମା ଭର୍ତ୍ତି କରିଛନ୍ତି। ତ ଆମେ ଟାର୍ଗେଟ ନେବା, ଆଗକୁ ବଢିବା, କିନ୍ତୁ ପୁରା ତ ସେ ହିଁ କରିବେ କି? ଏମିତି ହବ କି? ସେମିତି କେବେ ତ ହବନି। ଆମକୁ ହିଁ କରିବାକୁ ପଡିବ, ଆମ ମାଧ୍ୟମରେ ହିଁ କରିବେ। ତ ଅର୍ଜୁନଙ୍କୁ ତ ଯୁଦ୍ଧ କରିବାକୁ ପଡିଥିଲା, କେବେ ଶ୍ରୀକୃଷ୍ଣ ତ ଯୁଦ୍ଧ କରିନଥିଲେ। ଶ୍ରୀକୃଷ୍ଣ କେବଳ କହିଥିଲେ ଯେ ଏଠି କର ସେଠି କର, ତାଙ୍କର ତ ଡାଇରେକ୍ସନ କେବଳ ଦେଇଥିଲେ। ତ ଡାଇରେକ୍ଟର ଯଦି ରୋଲ କରିବ, ତାହେଲେ ଆକ୍ଟରର ଦରକାର କ'ଣ ପଡିବ? ତ ଏ କଥା ଆମକୁ ନିଜକୁ ନିଜେ ଟାର୍ଗେଟ ଆମେ ନେଇକି କରିବାକୁ ଦରକାର। ଆଉ ଯୋଉମାନେ ବି ଯାହାର ଡେପ୍ଥ ଡ୍ରାଇଭ ଉପରେ ବି ଧ୍ୟାନ ଦେବା ଦରକାର, ଯେ ଆମେ ଡେପ୍ଥ ଡ୍ରାଇଭ ଦ୍ୱାରା ଉପରକୁ 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 ଡେଭଲପ କରିପାରିବା। ହୋମ୍ ମିଟିଂ ଉପରେ ବି ଆମେ ସେ ଆମର ସଂଖ୍ୟା, ହଁ ଆମେ ସପୋଜ ଆମେ ନିର୍ଣ୍ଣୟ ନେଲେ ଯେ 14 ତାରିଖ ଆମର ଅଛି ସଞ୍ଜୀବ ସାରଙ୍କର ଯୋଉ ପ୍ରକାରର ପ୍ରେଜେଣ୍ଟେସନ, ସେ ପ୍ରେଜେଣ୍ଟେସନକୁ ମୁଁ ଯଦି ମୋ ଟିମରେ ବହୁତ ସାରା ସାଥୀଙ୍କୁ ଦେଖେଇ ଦେଇ ପାରିଲି, ତାହେଲେ ସେ ତାଙ୍କର ଗୋଟେ ବହୁତ ବଡ଼ ଭିଜନ ବି ଚେଞ୍ଜ ହେଇଯିବ। ସେତେବେଳେ ତାଙ୍କର ମନୋଭାବ ବି ବହୁତ ବଡ଼ ପରିବର୍ତ୍ତନ ହେଇଯିବ। ଯୋଉ ଅଭିଯାନରେ ଆମେ ଆଗକୁ ବଢୁଛେ, ୟାର ଫ୍ୟୁଚର କ'ଣ ଅଛି, ଆର ଭବିଷ୍ୟତ କ'ଣ ଅଛି, ଯୋଉ ସାଥୀମାନେ ଆଜି ଦେଖି ପାରୁନାହାନ୍ତି, ଟିକେ ଟିକେ କଥାରେ ରହିଯାଉଛନ୍ତି, ତ ସେମାନଙ୍କୁ ଦେଖେଇବା ପାଇଁ ମତେ ସେମାନଙ୍କୁ ମୋଟିଭେଟ କରିବା ଦରକାର, ତାଙ୍କୁ ନେବା ଦରକାର। ନବା ପାଇଁ ମତେ କ'ଣ କ'ଣ କରିବାକୁ ପଡିବ, ତାକୁ ଗୋଟେ ଲେଖିବା ଦରକାର, ତାର ରଚନା କରିବା ଦରକାର। ସାର୍ ଆଜି ସେଇ କଥା କହୁଥିଲି, ଲେଖିବା ଦରକାର ଯେ କେତେଟା ହୋମ ମିଟିଂ କରିବି। ମୋର ଟାର୍ଗେଟ ହେଲା ସପୋଜ 20 ଜଣଙ୍କୁ ନେଇକି ଯିବି। 20 ଜଣଙ୍କୁ ସାଥୀକି ନେଇକି ଗଲେ ସେମାନେ ଯୋଉ ପଜିଟିଭ ହେବେ, ତ ଯୋଉ ଭିଜନ ଦେଖିବେ, 20 ଜଣଙ୍କ ଜୀବନରେ ଆନନ୍ଦ ଆସିବ। ତ ସେଥିପାଇଁ ସେଥିପାଇଁ କ'ଣ ମତେ କେତେଟା ହୋମ ମିଟିଂ କରିପାରିବା, ଆମ ଟିମରେ ଆମ ମାଧ୍ୟମରେ କାହାକୁ ଫଲୋଅପ୍ କରିପାରିବା, କାହାକୁ ହୋମ ମିଟିଂ କରିପାରିବା। ତ ତାର ଗୋଟେ ଗୋଟେ ରୋଡ ମ୍ୟାପ ଯଦି ଆମ ପାଖରେ ରହିଯିବ, ତାହେଲେ ବହୁତ ବଡ କାମ ହେଇପାରିବ। ତ ବହୁତ ସାରା ନୋଟ ତ ଅଛି, ଯଦି କେବଳ ମୁଁ ହିଁ କହିବି ତ ସବୁ କିଛି ମୋ ମୋ ଭିତରେ ରହିଯିବ। ଆଉ ଏ ଅଭିଯାନକୁ ଆଗକୁ ବଢିବାକୁ ହେଲେ ନିଜର ଆଭାକୁ ବଢେଇବା ନିହାତି ଦରକାର। ତ ଇଏ ହଉଛି ବହୁତ ବଡ କଥା। ତ ଆଜି ବହୁତ ସାରା କଥା ଆମେ ନିଜେ ତ ନୋଟ ବି କରିଥିବା। ତ ମୁଁ ଆଶା କରୁଛି ପ୍ରଥମେ ଆମେ ସାରଙ୍କଠୁ ଦି ଧାଡି ଶୁଣି ସାରିଲା ପରେ ଆମେ ଆମର ମତ ମତ ଆମେ ଦେବା। ଆ, ଆମେ କ'ଣ ଆଜି ଆମେ ଶିଖିଲେ ଆଉ କ'ଣ କରିବା ବି ମଧ୍ୟ, ତ ତା ଉପରେ ଆମେ କରିବା। ସାର୍ ଆସନ୍ତୁ। ଚାଲ, ନମସ୍କାର। ନମସ୍କାର। नमस्कार। ଜୟ ଆରସିଏମ, ଗୁଡ ମର୍ଣ୍ଣିଂ ସମସ୍ତଙ୍କୁ। ସାର୍ ନମସ୍କାର। ନମସ୍କାର ସାର୍। ନମସ୍କାର। ଆଜିର ଗୁରୁକୁଳ ପ୍ରୋଗ୍ରାମ ମାନେ ପ୍ରକୃତରେ ଆପଣ ମାନେ ଥରେ ଆହୁରି 2 ଥର ଦେଖିବା ଉଚିତ। ମୋର ଏତିକି କହିବା କଥା, କାରଣ ବହୁତ କିଛି ଆଲୋଚନା ହେଇଛି ଯୋଉଟା ଆମର ଆମେ ଯୋଉଟା ଭିତରେ ଭିତରେ ଆମେ ହୁଏତ ଆମେ ସେଟାକୁ ଠିକ ମତନ ପ୍ରକାଶ କରିପାରିନୁ, ଜାଣିପାରୁନୁ, କିନ୍ତୁ ସେ ଆଜିର ଡିସ୍କସନ ରେ ଆମେ ଜାଣିପାରୁଛୁ ଯେ ଏଇଟା ହିଁ ଆମର କ୍ୱେଶ୍ଚନ। ଯୋଉ କ୍ୱେଶ୍ଚନ ର ଉତ୍ତର ଟିସିଜି ବହୁତ ବଢିଆ କରି ବୁଝେଇଲେ। ପ୍ରତ୍ୟେକଟି କ୍ୱେଶ୍ଚନ ସେମାନେ ପଚାରୁଥାନ୍ତି, ମନେ ହୁଏ ଆମ ନିଜ କଥା ସେ ସବୁ। ତେଣୁ ଆପଣ ମାନେ ବହୁତ ବଢିଆ କରି ସେ ବୁଝଉଥାନ୍ତି, ଆଉ ବହୁତ ଭଲ ଲାଗିଲା। ତା ଭଲ ଲାଗିଲା କହିଲେ, ସାର୍ କହିଲେ ଯେ ଇଏ ତ ମନୋରଞ୍ଜନ ନୁହେଁ ଯେ ଭଲ ଲାଗିଲା ନ ଲାଗିଲା କଥା ଆମେ ବିଚାର କରିବା ନୁହେଁ, ଯେ ସିଏ ଆମର ଜୀବନରେ ଜୀବନରେ କେତେ ଦରକାର, ଆଉ ଆମର ଅଭିଯାନ ପାଇଁ ଆମର କେମିତି ଭାବରେ ମାନସିକ ପ୍ରସ୍ତୁତି ହବା ଦରକାର, ଏଇଟା ହିଁ ବଡ କଥା। ତେଣୁ ଆପଣ ମାନେ
ଆଜିର ପ୍ରୋଗ୍ରାମ କୁ ଆହୁରି ଥରେ ଦି ଥର ଦେଖନ୍ତୁ, ତାର ନୋଟ କରନ୍ତୁ। ଦେଖିବେ ଆପଣ ମାନଙ୍କର ବି ଚିନ୍ତା ଶକ୍ତି ବହୁତ ମାର୍ଜିତ ହେଇଯିବ, ଆଉ ବୁଝିବା ଶକ୍ତି ମଧ୍ୟ ଆରସିଏମକୁ ଆହୁରି ଗଭୀର ଭାବେ ବୁଝିପାରିବେ। ତ ସଫଳତା ତ ସମସ୍ତେ ଚାହାନ୍ତି, ସଫଳତା ମାର୍ଗ କିନ୍ତୁ ସୁଲଭ ନୁହେଁ। ସଫଳତା ମାର୍ଗ ଅତି ସହଜରେ ଯେ ମିଳିଯିବ ତାହା ନୁହେଁ। ପ୍ରତି ଷ୍ଟେପ ରେ ବାଧାବିଘ୍ନ ସମ୍ମୁଖୀନ ହେବାକୁ ପଡିଥାଏ। ତ ବାଧାବିଘ୍ନ ସମ୍ମୁଖୀନ କାହିଁକି ହୁଏ? କାରଣ ଆମର ଅନେକ କିଛି ଜ୍ଞାନର ଅଭାବ ଯୋଗୁଁ ଆମର ବାଧାବିଘ୍ନର ସମ୍ମୁଖୀନ ହଉ। ଯୋଉ ବାଧାବିଘ୍ନ ଗୁଡା ଆଜିର କୋଶ୍ଚେନ ଥିଲା, ତାର ଉତ୍ତର ଟିସିଜି ଦଉଥିଲେ, ସେଇ ବାଧାବିଘ୍ନର ସମ୍ମୁଖୀନ ଆମେ ଯଦି ଜାଣିନଥିବୁ ତାର ଉତ୍ତର, ସେ ଉତ୍ତର ଯଦି ଆମେ ଜାଣିନଥିବୁ କଣ, ସେଇଟାକୁ ଆମକୁ ବାଧାବିଘ୍ନ ଭଳି ଲାଗିବ। ତାପରେ ଆମେ ପ୍ରାକ୍ଟିକାଲି ତାକୁ ସେ ବାଧାବିଘ୍ନକୁ ଫେସ୍ କରିକିରି ତାର ସମାଧାନ କରିବାକୁ ଚେଷ୍ଟା କରିବୁ। କିନ୍ତୁ ତା ପୂର୍ବରୁ ସେ ସବୁର ସମାଧାନ ଆଜିର ଅନେକ ସମାଧାନ ଆଜିର ଯୋଉ ପ୍ରୋଗ୍ରାମରେ ସେଗୁଡା ସବୁ କ୍ଲିୟର ହେଇଯାଇଛି, ଅନେକ କ୍ଲିୟର ହେଇଯାଇଛି। ଆପଣ ଯଦି ଦେଖିବେ ତ ଆପଣ ମାନଙ୍କର ମନରେ ଆଗେଇଲା ବେଳକୁ ଯୋଉ ବାଧାବିଘ୍ନ ତାର ଉତ୍ତର ମିଳିଯାଇଛି। ତ କଥା ହଉଛି କଣ, ଟିସିଜିଙ୍କର ଏକାଡେମିକ ଟ୍ରେନିଂ ରେ ଆଉ ତାଙ୍କର ବହି ଯେତେ ଅଛି ତାକୁ ଆପଣମାନେ ପଢନ୍ତୁ। ତାଙ୍କ ଏକାଡେମିକ ଟ୍ରେନିଂ ରେ ଆମେ ଯାହା ଶିଖିଛୁ ଯେ 2006-07 ପ୍ରାୟ 2-3 ମାସରେ ଥରେ ହଉଥାଏ ଏକାଡେମିକ ଟ୍ରେନିଂ, ଆମେ ଯାଉ। ସେଠି ବହୁତ କଥା ସେ କହନ୍ତି, ଟ୍ରେନିଂ ଦିଅନ୍ତି। ସେଥିରେ କଣ ହୁଏ ନା, ତାଙ୍କର କହିବା କଥା ବାଧାବିଘ୍ନ ନ ହେବା ଦ୍ୱାରା, ଯଦି ବାଧାବିଘ୍ନ ହବା ଉଚିତ, ଆମେ ବାଧାବିଘ୍ନ ଫେସ୍ କରିବା ଉଚିତ। ଯଦି ବାଧାବିଘ୍ନ ନହବ ତାହେଲେ କଣ ହୁଏ, ମଣିଷର କ୍ରିୟାଶୀଳତା, କୁଶଳତା ଏବଂ ନିଜର ଚେତନା ଶକ୍ତି ନଷ୍ଟ ହେଇଯାଏ। ଯଦି ବାଧାକୁ ଆମେ ଯଦି ଅବଷ୍ଟାକଲକୁ ଆମେ ଫେସ୍ ନ କରିବା, ତାହେଲେ ଆମ ଭିତରେ ସେ ଆକ୍ଟିଭିଟି ଆସିବନି, କ୍ରିୟାଶୀଳତା ଆସିବନି, ସେ କୁଶଳତା ମଧ୍ୟ ଆସିବନି। ତେଣୁ ବାଧାବିଘ୍ନକୁ ଫେସ୍ କରିବା ଉଚିତ। ତେଣୁ ଆମକୁ ଆଘାତ ପରେ ଆଘାତ ସହ୍ୟ କରିବା ପରେ ଅନୁଭବ ଆମର ଏକତ୍ରିତ କରାଯାଏ। ଏସବୁ ଟିସିଜିଙ୍କର କଥା ସେତେବେଳକୁ ସେ ସବୁ ବୁଝାଉଥିଲେ। ଆଉ କଣ ସେ ପୁଣି କହିଲେ, ଘର୍ଷଣ ଏବଂ ପେଷଣ ଦ୍ୱାରା ଯୋଗ୍ୟତା ବଢିଥାଏ। ଯେତେ ଘର୍ଷଣ ପେଷଣ, ଯେତେ ବାଧାବିଘ୍ନ ଫେସ୍ କରିବା, ଯେତେ ହଇରାଣ ହରକତ, ତା ଦ୍ୱାରା ଆମର କଣ ହୁଏ ନା, ଯୋଗ୍ୟତା ଆମର ଆଉ ଏଲିଜିବିଲିଟି ବଢିଥାଏ। ଆଉ କଷ୍ଟର ଛୋଟ ସହ୍ୟ କରି କରି ମନୁଷ୍ୟ ଦୃଢ, ବଳବାନ ଓ ସାହସୀ ହୋଇଥାଏ। ଆଉ କଷ୍ଟକୁ ଯଦି ଫେସ୍ କରିଲେ, ବାଧାକୁ ଫେସ୍ କରିଲେ ହିଁ ମଣିଷର ଯୋଗ୍ୟତା ବଢିଥାଏ। ବହୁତ ବଢିଆ ବଢିଆ କଥା 15 ବର୍ଷ ତଳେ କହିଥିଲେ। ମୋର ସେ ଖାତା ସବୁ ନୋଟ କରିକି ରଖିଛି, କେତେବେଳେ କେତେବେଳେ ମୁଁ ତାକୁ ଦେଖୁଥାଏ। ଆଉ କଣ ସେ ତାଙ୍କର ଆଉ ଅଛି, ଯୋଉଟା କି ସେ ଗୁରୁକୁଳରେ ପ୍ରାୟ ଏବେ କହୁଛନ୍ତି ଅନେକ ଥର, ଯୋଉଟା କି ଆମେ ସେତେବେଳକୁ ସବୁ ନୋଟ କରିଥିଲୁ। ଅସୁବିଧା ରୂପକ ଅଗ୍ନିରେ, ମାନେ ନିଆଁରେ ଉତ୍ତପ୍ତ ହୋଇ ନିଜର ଅନେକ ଦୁର୍ବଳତା ମଧ୍ୟ ନଷ୍ଟ ହେଇଯାଏ। ନିଜର ଦୁର୍ବଳତା ନଷ୍ଟ ହେଇଯିବ କେତେବେଳେ, ଯେତେବେଳେ ଅସୁବିଧା ପରିସ୍ଥିତିରେ, ବାଧାବିଘ୍ନ, ନେଗେଟିଭିଟି ଏସବୁ ଆମେ ଫେସ୍ କରିବା। ଆମେ ଯଦି ନେଗେଟିଭକୁ ଯଦି ଫେସ୍ ନ କରିବା, ତାହେଲେ ମାନେ ଆମେ ହଇରାଣ ହେଇଯିବା। ଆମେ ନେଗେଟିଭିଟି ବୋଲି ଆମେ ଦୂରେଇ ଯିବା। ଅନେକ ପିଲାକୁ ଯେମିତି ମଣିଷ କରିବାକୁ ହେଲେ କୌଣସି ବାଧାବିଘ୍ନ, ନେଗେଟିଭିଟି, ତାକୁ ଯଦି କୌଣସି ଖରାପ ସେ ଯଦି ନ ଜାଣିବ, ତାହେଲେ ଯେମିତି ସେ ବଡ ହେଲା ଯେତେବେଳକୁ ଯଦି କିଛି ଏଇଭଳି ପରିସ୍ଥିତିରେ ପଡିଯାଏ ନା, ସେ ତାକୁ ସମ୍ଭାଳି ପାରିବନି, କଣ୍ଟ୍ରୋଲ କରିପାରିବନି। ତେଣୁ ନେଗେଟିଭିଟିକୁ ଯେତେ ଅଛି ସବୁ ଜାଣିବା ଦରକାର, ତାକୁ ଫେସ୍ କରିବା ଦରକାର। ତାହେଲେ ମଣିଷର ଶକ୍ତି ସିଏ ଷ୍ଟ୍ରଙ୍ଗ ହୁଏ। ନେଗେଟିଭିଟି ଦୂରେଇ ଯିବେ ଯଦି, ନାଇଁ ସେ ନେଗେଟିଭ ହେଇଯିବ, ସେ ଆମେ ଏଗୁଡା ଆମ ଭିତରେ ଦୁର୍ବଳତା। ଆମ ନିଜର ଅନେକ ଅଫଲାଇନଙ୍କର ମୁଁ ଦେଖିଛି, ସେମାନେ ଏତେ କେୟାର ନିଅନ୍ତି, ଏତେ ନେଗେଟିଭ ହେଇଯିବେ, କି ହେଇଯିବେ, ଏଥିରେ କଣ ଆମର ଆତ୍ମବିଶ୍ୱାସର ଅଭାବ। ଆଉ ସିଏ ଯଦି ନେଗେଟିଭ କୁ ଆମେ ତାଙ୍କୁ, ମୁଁ କଣ କରେ ନା, ନେଗେଟିଭ ଗୁଡା ସବୁ ପୁରା ଡିସ୍କସନ କରେ, ତାଙ୍କୁ କୁହେ ଏମିତି ଅସୁବିଧା ସୁବିଧା, ଭଲ ମନ୍ଦ, ବିଜନେସ ପଡିବ ଉଠିବ, ଲୋକେ ସବୁ ଅସୁବିଧାରେ ପଡିବେ, ଇଏ ସବୁକୁ ଜାଣିବା ଦରକାର। ତାହେଲେ ସିଏ କଣ ହବ ନା, ଏଇଟା ଟିସିଜିଙ୍କର କଥା, ସେ 2006-07 ସବୁ କହୁଥିଲେ। ଆମେ ନେଗେଟିଭିଟି ଦୂରେଇ ଯିବାନି, ଦୂରେଇ ଯିବେ ଯଦି, ତାହେଲେ ଆମେ କଣ କରିବା ନା, ନିଜକୁ ଶକ୍ତ ଆମେ କରିପାରିବା ନାହିଁ। ତେଣୁ ମନୁଷ୍ୟ ଶୁଦ୍ଧ ଓ ମାନେ ହବ କେତେବେଳେ,
असुविधा ऑब्स्टेकल बाधा विघ्न को सब फेस करी मनीष कौन जी जेते बेसी झेलिबो जेते फेस करिवो से ही बहुत किछि एतरे ता भीतर परिवर्तन आसीबो जेमति एग्जांपल हमरो आरती मैडम जेते तांकर मु तांकटू जेते सुनिछि आ तांकर विषय जानिछि से बहुत किछि एई भली बाधा विघ्न को फेस करी आसीचंती बोली ही सी आज जने माने जेते प्रकार परिस्थिति को से संभाली पारुचंती आउ निजर टीम को मध्य सी बहुत भल भाव संपर्क रखि पारुचंती तांको से बळे उत्साह देई पारुचंती सेति पई तांकर टीम रे जो माने अछंती प्रवीणा मैडम हुंतु मितांजलि मैडम हुंतु मनती मैडम हुंतु से माने तांको सहित अटैच मध्य से बळे अछंती तेणु आमे सब प्रकार बाधा विघ्न नेगेटिविटी फेस करिया दरकार दूरे जीवानी काले से नेगेटिव हे जिया बोली निजर टीम को आमे माने संभाळीबानी कोळेई नबानी तांको दूरे दबानी ताहले से कोन होबना दिने हमरो टीम तो बड़ी बड़ी जीवो चारियाडे बड़ी जीवो काहा को आपण संभाळीबे से जदी निजे शक्त न हबो ये सब टीसीजी भविष्यवाणी सब देइतिले सेते 6-7 रे ताकू आमे दीर्घ 15-20-15-17-18 वर्ष रे से सब मु फील करिछि तांको कथा को फील करिछि आदिर जो प्रोग्राम टाको आपण माने बार बार देखंतु आ देखंतु इच्छा थिले आपण जहार इच्छा थिबो जे मु आरसीएम रे अभियान रे मु करी बोली संकल्प सर कहले संकल्प नेबे पुनी संकल्प को कार्यकारी करिबेनी ताले से संकल्प माने कोन तो जदि हमरो संकल्प नेउछे ताले निश्चित भाव रे उपाय निश्चित भाव आसीबो जदि संकल्प नेबार पॉजिटिव थिंकिंग करबा संकल्प नेगेटिविटी भितरे जेते प्रकार असुविधा बाधा विघ्न भितरे जदि संकल्प हमरो ठीक रहिला ताले उपाय निश्चित भाव रे हमको देखा दो हाँ तो तेणुक इच्छा थिले उपाय बळे बळे आसीबो तापरे आमे जेमिति काम करबा तार फल पाइबा से कथा मध्य टीसी आज मध्य कहउछन से कथा 20 वर्ष तले कहतला आमे सेडा जेमिति का गीतारे जो कथा अछि आमे जेमिति कर्म करबा फल सेमिति भाबरे निश्चित भाबरे आसीबो फलर चिंता करिया दरकार नै हमर कर्म जेमिति भाबरे करबा तार रिजल्ट निश्चित भाबरे आसीबो थैंक यू बहुत बहुत धन्यवाद मोर एति कि आपण मानको कहया कथा जे आपण माने ए प्रोग्राम टाको आउ थारे भीतर देखंतु आज दिन भीतर केतल टिके देखि कि विशेष कर से क्वेश्चन आंसर गुडा सब विचार टिके आपण चिंता करंतु देखंतु नोट करंतु थैंक यू ओवर टू सत्यदेव ओके थैंक यू सर बहुत कथा आपण उठे भी आमे जानिलु वर्तमान आमे कोन सिखले तो ता ऊपर आमे आरंभ करिवा प्रथमे साउ भाई गंटू साउ भाई संकल्पर विकल्प नहीं संकल्प जहाँ नवा ताहा कार्य परिणत करिया दरकार नेगेटिविटी को मन भितर दूरे देबा पॉजिटिव तैयारी करिबा एवं होम मीटिंग जोड़ा कहथिला हम सेटा मध्य करिबा संकल्प निश्चित जहाँ कार्य परिणत करबा निहाती आवश्यक तेणु प्रत्येक व्यक्ति जे संकल्प जहाँ करुचे ताको हम कार्य परिणत करबा आ हम आखि आगे अछि होम मीटिंग होछि बड़ा गुरुत्वपूर्ण एथि पई जे आमे होम मीटिंग जिते बढ़ेबा ये बिजनेस भी सेते बढ़िबो किंतु संकल्पर कार्य परिणत करिया दरकार आमे जेमति कि हमर आगामी 14 तारिख अछि 14 तारिख पई बहुत लोक को इनवाइट करिबा डायमंड क्लब करैबा ई गुडी का सब हम पई आ संकल्पर आ जहां हमें आज सुनिले ताको बारंबार 2-3 थर सुनी कि यदि लिखि रखिबा नोट करिबा ताले बहुत बड़ लाभ होई परिबो तेणु हम माने समस्त यात्री जागृत होबा दरकार ओवर टू सत्यदेव ओके थैंक यू भाई गोटे इनफॉरमेशन जे आज मंगलवार आज आमे राति 7:20 रे जो जूम मीटिंग करवा वेबिनार हम जो मीटिंग करवा तो ये मीटिंग रे आज स्पेशली जो माने 5000 पीवी कर सारचंती तो से मानकर सेलिब्रेशन करवा सहित 5000 पीवी केमती माने कौन तरीका कले जो माने करि पारु नाहंती जो माने भाबुछन जे मु कोन परचेज करबी तो कोन तरीका अछि जोथरे कि आमे 5000 पीवी होउची तार साइंटिफिक तरीका आज प्रेजेंटेशन करा हबो तो सेतलागी आमर काम कौन ना आमे वर्तमान संकल्प नबा दरकार जे मो जो साथी माने 5000 पीवी करि पारु नाहंती तो सेमानकु जदि आमे मु इनवाइट करबी
ତାହେଲେ ସେମାନେ ବି ଆଜି ଗୋଟେ ତରିକା ସେ ଜାଣିଯିବେ। ଆଉ ମିଟିଂ ସରିଲା ପରେ ସେମାନଙ୍କ ସାଙ୍ଗରେ ଯଦି ଡିସ୍କସନ୍ କରିବା, ହଁ ଏଠି ଦେଖନ୍ତୁ ବର୍ତ୍ତମାନ ଆମେ 10 ଜଣ ବସିଛେ, ସାର୍ଙ୍କୁ ମିଶାଇଲେ 10 ଜଣ ବସିଛେ। ଆମ କଥା କିଏ ଶୁଣୁଛି କିଏ ନ ଶୁଣୁଛି, କାରଣ କ୍ୟାମେରା ବନ୍ଦ କରିକି ଅଛେ, ତ ହୁଏତ ଆପଣମାନେ କିଏ ପ୍ରେସର କରିଥିବେ ବୋଲି ତ ନାଁଟା ଅଛି, କିନ୍ତୁ ହୁଏତ ସେ ଶୁଣୁ ବି ନଥିବେ। ମିଟିଂ ସରିବା ପରେ ଯଦି ଆମେ ତାଙ୍କୁ ଫଲୋଅପ୍ କରିବା ଯେ କ'ଣ କ'ଣ ଶିଖିଲ, ତା ଦେହରୁ କ'ଣ ସ୍କ୍ରିନଶଟ୍ ନେଲ, ଯୋଉ 5000 PV ର ଯୋଉ ସ୍କ୍ରିନ୍ ଦେଖା ହଉଛି, ଇଏ ସାଇଣ୍ଟିଫିକ ତରିକା ସଞ୍ଜୀବ ସାର୍ ବି ଆମକୁ ଦେଇଛନ୍ତି ଯେ ଏଇ ତରିକାରେ 5000 PV କରି ହୁଏ। ତ ଆମେ ତା ଦେହରୁ ଆଇଡିଆ କ'ଣ ହେଲା, ତାଙ୍କ ସାଙ୍ଗେ ଯଦି ଡିସ୍କସନ୍ କରିବା, ତାହେଲେ ଆପଣଙ୍କ ଟିମ୍ରେ ବହୁତ ସାରା 5000 PV ବି ହେଇଯାଇପାରିବ। ତ ଧୀରେ 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 ଆମେ ଆଗକୁ ବଢିପାରିବା। ଆଉ 5000 PV ହେଉଛି ଏମିତି ଗୋଟେ ଜିନିଷ ଯୋଉଥିରେ କି ଆପଣଙ୍କୁ ଅନ୍ଧାର ରାତିରେ 3 କିଲୋମିଟର ଯିବାକୁ ଅଛି, ଆଉ ଆପଣଙ୍କ ହାତରେ ଗୋଟେ ଲଣ୍ଠଣ ଅଛି, ଆଉ ସେ ଲଣ୍ଠଣ 2 ଫୁଟ 2 ମିଟର ଆପଣଙ୍କୁ 1 ମିଟର ଆପଣଙ୍କୁ ଦେଖା ହଉଛି। ସିଏ ହଉଛି ସେଭଳି ଗୋଟେ ଜିନିଷ ଯେ ଯେଥିରେ କି ଜୀବନରେ ଆପଣଙ୍କର ଡାଇମଣ୍ଡ ଆଚିଭର ହବା ପାଇଁ ଆପଣଙ୍କୁ 5000 PV କରିବା ନିହାତି ଜରୁରୀ। ଆଉ କଲେ ହିଁ ଆପଣଙ୍କ ଟିମରେ ବହୁତ ସାରା ସାଥୀ 5000 PV କରିକି ଆପଣ ଡାଇମଣ୍ଡ ଆଚିଭର ବି ହେଇପାରିବେ। ଓକେ, ଥ୍ୟାଙ୍କ ୟୁ। ବହୁତ ବଢିଆ କଥା। ସେଥିଲାଗି ଆଜିର ପ୍ରୋଗ୍ରାମଟି ବହୁତ ଇମ୍ପୋର୍ଟାଣ୍ଟ ପ୍ରୋଗ୍ରାମ, ତ ତାକୁ ଆମେ ପ୍ରମୋସନ କରିବା ଦ୍ୱାରା ମୁଁ ବି ବହୁତ ବଡ଼ ତିଆରି ବି କରୁଛି, ଆଉ ଆପଣମାନେ ବି ତିଆରି କରନ୍ତୁ। ଆପଣ ଲୋକଙ୍କୁ ଡାକିବାରେ ତିଆରି କରନ୍ତୁ, ଆଉ ମୁଁ ବେଷ୍ଟ ପରଫର୍ମାନ୍ସ ଦବାରେ ବି ତିଆରି କରୁଛି। ତ ଆମ 2 ଜଣଙ୍କର କୋଅପରେସନରେ ଆପଣଙ୍କର ଗୋଟେ ବହୁତ ବଡ଼ ସୁନ୍ଦର ଟିମ୍ ହେଇଯାଇପାରିବ। ଓକେ, ଥ୍ୟାଙ୍କ ୟୁ। ଆରତି ଅପା। ଜୟ ଆସିଏମ୍। ଚାନ୍ଦ ସାର୍ଙ୍କୁ ନମସ୍କାର। ସବୁ ଆସିଏମ୍ ଫ୍ୟାମିଲି ସମସ୍ତଙ୍କୁ ସୁପ୍ରଭାତ। ଆଜି ଗୁରୁକୁଳେ ଯୋଉ କୋଶ୍ଚିନ୍ ଆନ୍ସର ସବୁ ମୁଁ ଶୁଣୁଥିଲି, ଗୁରୁଜୀ ନିଜେ କହୁଥିଲେ ଜଣେ କୋଶ୍ଚିନ୍ କଲା ମୋ ଆଖିରେ କାହିଁକି ଲୁହ ଆସିଯାଉଛି, ଏତେ ଇମୋସନାଲ ମୁଁ କାହିଁ ହେଇଯାଉଛି, ଏଇଟା କିଛି ଖରାପ କଥା ନୁହେଁ ତ? ଗୁରୁଜୀ କହିଲେ ନାଇଁ, ମୁଁ ଯେତେବେଳେ ମୋର ପୁଅ ଆଉ ଝିଅ ପ୍ରିୟଙ୍କା ମ୍ୟାମ୍ ଆଉ ଯେତେବେଳେ ତାଙ୍କ ପୁଅ ଚାହାନ୍ତି ଷ୍ଟେଜ ଉପରକୁ, ମୁଁ ଟିକେ ଇମୋସନାଲ ହେଇଯାଏ, ମୋ ଆଖିରୁ ଲୁହ ଚାଲି ଆସେ, କିନ୍ତୁ ମୁଁ ସେଟାକୁ ଭିତରେ ରଖେ। ଲୁହ ଆସିବାଟା କିଛି ଖରାପ ନୁହଁ। ମୁଁ ବି ବେଳେ ବେଳେ ନିଜକୁ ମାନେ ବହୁତ ଇମୋସନାଲ କରିଦିଏ, ବହୁତ ଦୁଃଖ କଷ୍ଟ, ମୁଁ ସବୁଥିକୁ ସହିବା ଲୋକ। ମୁଁ ଟିମ୍ କି ସବୁବେଳେ ବୁଝାଏ, ଆଉ ଯୋଉମାନେ ନେଗେଟିଭ ନ ଆସିଲେ ତମେ ପଜିଟିଭ ହେଇପାରିବ। ଲୋକଙ୍କ ଭିତରେ ନେଗେଟିଭିଟି ବହୁତ ଆସିବ, ତାକୁ ଆମେ ସମାଧାନ କରିବା, ଆଉ ସମସ୍ତଙ୍କୁ ଏକଜୁଟ କରିବା, ଆଉ କେମିତି ଲୋକଙ୍କୁ ଫଲୋଅପ୍ କରିବା, ଆଜି ସେଇ ସଂକଳ୍ପ ନେବା। ଆଜି ମିଟିଂ କି ସମସ୍ତଙ୍କୁ ଡାକିବା, 7ଟା 20ରେ ଯେମିତି ସମସ୍ତେ ଉପସ୍ଥିତ ରହି ମାନେ ନିଜର ଏଇ ଯୋଉ ଆମ ଯୋଉ ପ୍ରୋଗ୍ରାମଟାକୁ ଦେଖିଲେ, ସେମାନେ ଯୋଉ 5000 କି ଭାବୁଛନ୍ତି ବହୁତ ଗୋଟା ବଡ ଇଏ ଆମ ଉପରେ ପଡିଯାଉଛି ପ୍ରେସର, ସେଇଟା କେମିତି ଆମ ସଞ୍ଜୀବ ସାର୍ ବୁଝେଇଥିଲେ ସେଇ ସର୍ଟକଟରେ, ଯୋଉ ମୁଁ ଲେଖିକି ବି ରଖିଛି। ମୁଁ ସେଇଥିପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଆମ ଭିତରେ ଏକତା ରହୁ, ଆମ ଭିତରେ କୌଣସି ନେଗେଟିଭିଟି ନ ଆସୁ, ଆମେ ସମସ୍ତେ ସମସ୍ତଙ୍କୁ ନିଜ କରି ଆମେ ଯେମିତି ଆଗକୁ ବଢିପାରିବା ଏଇ ସଂକଳ୍ପ ନବା। ଓଭର ଟୁ ସର। ଓକେ, ଥ୍ୟାଙ୍କ ୟୁ। ଆମ ଭିତରେ ଚିନ୍ମୟ ବାବୁ ଅଛନ୍ତି। ଚିନ୍ମୟ ବାବୁ, ଆପଣ ଅନମ୍ୟୁଟ୍ କରିକି କିଛି କୁହନ୍ତୁ। ବୋଧେ ହେଇପାରୁନି। ମିତାଞ୍ଜଳି ମ୍ୟାଡାମ। ହ୍ୟାଲୋ। ହଁ ହଁ, କୁହନ୍ତୁ। ଓଡ଼ିଶାରେ ସମସ୍ତେ ମିଳିମିଶି କାମ କଲେ କାମ ଆଗକୁ ବଢିବ, କିଛି ଅସୁବିଧା ନାହିଁ। ମୁଁ ତ ନୂଆ ଲୋକ, ଆଉ କଣ କହିବି। ଥ୍ୟାଙ୍କ ୟୁ। କିଛି ଅସୁବିଧା ନାହିଁ, ଆପଣଙ୍କ ସାଙ୍ଗରେ ଆମେ ଅଛୁ ସମସ୍ତେ। ସମସ୍ତେ କୋଅପରେଟ ଆପଣଙ୍କୁ କରିବୁ। ଆପଣ କେମିତି ଡକ୍ଟର ସାର୍, ବେଶୀ ପଜିଟିଭ ରହିଲେ ସବୁ କାମ ଠିକ ସେ ଚାଲିବ। ବହୁତ ବଢିଆ କଥା। ଯେ ଆମେ ଆପଣଙ୍କୁ କୋଅପରେଟ ତ କରୁଛୁ, ଆପଣଙ୍କ ଜୀବନରେ ଆପଣ ବହୁତ ଉନ୍ନତି କରନ୍ତୁ, ଆମେ ଏଇ କଥା ବି ଚିନ୍ତା କରୁଛୁ। ଆଉ ତା ଭିତରେ ମାନେ କୋଅପରେସନ ଆପଣଙ୍କ ଆଉ ଆମ ଭିତରେ ଯେମିତି ତାଳି ବାଜିଲା ଭଳି 2ଟି ହାତ ମିଶିବା, ତ ଇଏ ଭିତରେ ହେଇପାରିଲେ ଆମେ ହେଇପାରିବ। ବହୁତ ବଢିଆ, ଆମେ ଡେଭଲପ କରିପାରିବା। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଡେଲି ଆସନ୍ତୁ। ଯେ ଓକେ, କାର୍ତ୍ତିକ ବାବୁ। କାର୍ତ୍ତିକ ବାବୁ କୁହନ୍ତୁ। ସାର୍ ନମସ୍କାର। ଜୟ ସିମ୍। ଚାନ୍ଦ ସାର୍ଙ୍କୁ ନମସ୍କାର। ସାର୍ ଆଜିର ଗୁରୁକୁଳ ମିଟିଂରେ ମେନ୍ ଟପିକ୍ ହେଲା
ଯେ ଆମେ ଯୋଉ କମିଟମେଣ୍ଟ କରୁଛେ ସେ କମିଟମେଣ୍ଟଟାକୁ କାର୍ଯ୍ୟରେ ଲଗେଇବା ଦରକାର। ଆଉ ଯଦି କମିଟମେଣ୍ଟଟାକୁ କାର୍ଯ୍ୟରେ ନ ଲଗେଇବା ତାହେଲେ କମିଟମେଣ୍ଟ କରି କିଛି ଲାଭ ନାହିଁ, ଆଉ ଆଗକୁ ବି ବଢି ହବନି। ତ ତେଣୁକରି ଆଜିର ଗୋଟେ ଟପିକ ହଉଛି ଯେ ଯୋଉ କମିଟମେଣ୍ଟ କରିବା ସେଟାକୁ କାର୍ଯ୍ୟରେ ପରିଣତ କରିବା ଦରକାର। ତ କାର୍ଯ୍ୟରେ ପରିଣତ କଲେ ଆମେ ସକ୍ସେସ୍ ହେଇପାରିବା। ଏତିକି ସାର୍, ନମସ୍କାର, ଜୟ ଶ୍ରୀ ରାମ। ଓକେ, ବହୁତ ବଢିଆ କଥା। ଆପଣଙ୍କ ଭବିଷ୍ୟତ ଆପଣଙ୍କ ପାଖରେ ଅଛି, ଆପଣଙ୍କ କମିଟମେଣ୍ଟ ଆପଣଙ୍କ ଭବିଷ୍ୟତ ହିଁ। ଓକେ, ଠିକ ଅଛି। ମିତାଞ୍ଜଳି ମ୍ୟାଡ଼ାମ। ସାର୍ ନମସ୍କାର, ଚାନ୍ଦ ସାର୍ଙ୍କୁ ନମସ୍କାର। ମେନ୍ ହେଲା ସାର୍ ଯେତେ ଲୋକଙ୍କୁ ଜଏନ୍ କର ତାଙ୍କୁ ମେନ୍ ହେଲା ବୁଝେଇବା ଦରକାର ଆରସିଏମ୍ କଣ, ତାପରେ ସେମାନେ ନିଜେ ପ୍ରଡକ୍ଟ ୟୁଜ କରିକିରି ଜାଣିଲେ ଅଟୋମେଟିକ ସେମାନଙ୍କର ଗ୍ରୋ ହବ, ଆଉ ତା ଦେହରେ ବି ଆମର ବି ଇଏ ଆସିବ। ମେନ୍ ହେଲା ଆରସିଏମ୍ ର ପ୍ରଡକ୍ଟ ଭଲ ବୋଲି ସେ ନିଜେ ୟୁଜ କରି ଜାଣିଲା ପରେ ହିଁ ଯାହା ଗ୍ରୋ କରିବେ। ଆଉ ଏଇଆ କହିବି ସାର୍। ଆଉ ଓକେ, ଥ୍ୟାଙ୍କ ୟୁ। ବହୁତ ବଢିଆ କଥା ଯେ ଜାଣିବା ଦରକାର। ଆଉ ବେଳେ ବେଳେ କଣ ହୁଏ ଏମିତି ମ୍ୟାଡ଼ାମ, ମୁଁ ବି ନିଜେ ଫିଲ୍ କରିଛି ଯେ ମୁଁ ବି ଯେତେବେଳେ ବୁଝେଇବାକୁ ମୋ ପରିବାରକୁ କିମ୍ବା ମୋର ନିୟର ଡିୟର ମୋର ସାଙ୍ଗ ଯୋଉମାନଙ୍କ ସାଙ୍ଗରେ ମୁଁ ପିଲାଦିନରୁ ମିଶି ଆସୁଛି, ମୁଁ ବୁଝେଇଲା ବେଳକୁ ସେମାନେ କେବେ ବୁଝନ୍ତିନି। ତ ମୁଁ ସେତେବେଳେ କଣ କରେ ନା ମୁଁ ସହଯୋଗ ନିଏ। କାହାର ନିଏ? ଯେ ଯୋଉଥିରେ କି ଆପଣ ମାନଙ୍କର ସମସ୍ତଙ୍କର ସହଯୋଗ ନିଏ, ମାନେ ପୁରା ସିଷ୍ଟମର ସହଯୋଗ ନିଏ, ଗୁରୁକୁଳର ସହଯୋଗ ନିଏ। ତ ଆମେ ଏକା, ମୁଁ କହିବି ଯେ ମୁଁ ଏକା ସବୁ କିଛି, କେବେ ବି ଏଟା ବହୁତ ଭୁଲ କଥା। ଯେ ଆମେ ସବୁ ପ୍ରକାର ସହଯୋଗ, ସେଇଥିଲାଗି ତ ଆମେ ଜୁମ୍ ମିଟିଂ କରୁଛେ, ସେଇଥିଲାଗି ତ ସଞ୍ଜୀବ ସାର୍ଙ୍କୁ ଆମେ ଇନଭାଇଟ୍ କରୁଛେ, ସେଇଥିଲାଗି ତ ୟୁଏଲପି ପ୍ରୋଗ୍ରାମ ବି କରୁଛେ, ସେଇଥିଲାଗି ତ ଆମେ କିଶୋରର ବି ପ୍ରୋଗ୍ରାମ କରୁଛେ। ତ ୟାର ସବୁ ସହଯୋଗକୁ ପୁରାକୁ ପୁରା ଫାଇଦା ଉଠେଇବା ହିଁ ଦରକାର, ତାକି ଆମ ଜୀବନଟା ସାର୍ଥକ ହେଇପାରେ। ଓକେ, ସାର୍ ଥ୍ୟାଙ୍କ ୟୁ। ବହୁତ ବଢିଆ କଥା। ସୁକାନ୍ତ ବାବୁ। ସାର୍ ନମସ୍କାର, ସାର୍ ଜୟ ଆସେନ ସାର୍। ସାର୍ ତ ବହୁତ ଗୁଡା କଥା କହିଲେ। ଚାନ୍ଦ ସାର୍ଙ୍କ ନମସ୍କାର ସାର୍, ବହୁତ ଗୁଡା କଥା କହିଲେ। ଯେମିତି ଆମର ଆର୍ମିରେ ଯିବାକୁ ହେଲେ ପ୍ରଥମେ ଟ୍ରେନିଂ ଦରକାର। ଟ୍ରେନିଂରେ ଯେତିକି କଷ୍ଟ ପାଇବେ, ଯେତିକି ମାନେ ଇଏ କରିବେ, ବେଳେ ବେଳେ ପିଲା ବି ଚାକିରି ଛାଡି ପଳେଇ ଆସନ୍ତି। ସେମିତି ଆମର ଯେକୌଣସି ଡାଇରେକ୍ଟ ସେଲିଂ ଆମେ ଜଏନ କରିବା, ସେଥିରେ ଆମକୁ ବହୁତ ବାଧାବିଘ୍ନ ଆସିବ, ବହୁତ ମାନେ ନୋ ଆସିବ। ତାକୁ ଯେତେ ଯେ ନୋ ହଜମ କରିପାରିଲା ସେତିକି ଆମେ ଆଗକୁ ବଢିପାରିବା। ନୋ ମାନେ ନେକ୍ସଟ ଅପରଚୁନିଟି ଧୀରେ 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 ବଢି ବଢି ଫେଲିୟର ସକ୍ସେସ ହବା ପିଲା, ଧୀରେ 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 ଆମେ ସକ୍ସେସ ହେଇପାରିବା। ଯିଏ ଯେତେ ନୋ କୁ ହଜମ କରିପାରିଲା ସେ ଯେତିକି ତାର ସକ୍ସେସ ନେଇପାରିଲା। ସେଥିପାଇଁ ଆମର ଫିଲ୍ଡରେ ବହୁତ ନେଗେଟିଭ କ୍ୱେଶ୍ଚିନ୍ ଆସିବ, ନେଗେଟିଭ ଇଏ ଆସିବ। ସେଥିପାଇଁ ଆମକୁ ତାକୁ ହଜମ କରିବାକୁ ପଡିବ। ଆଉ ଟିମରେ ସବୁବେଳେ ପଜିଟିଭ ରଖିବାକୁ ପଡିବ। କେବେ ବି ଆମେ ନେଗେଟିଭ ଇଏ କରିବାନି, ନେଗେଟିଭ ପାସ୍ କରିବାନି, ନେଗେଟିଭ କିଛି କହିବାନି। ଆମର ଡାଉନ ଲାଇନ, ଅଫ୍ ଲାଇନ, କ୍ରସ୍ ଲାଇନ ଯାହା ସମସ୍ତ ଉପରେ ଆମର ପଜିଟିଭ ଆଙ୍ଗେଲ ରଖିଲେ ଧୀରେ ଦେଖି ଆମର ପଜିଟିଭ ଦେଖି ଆମର ଫଲୋଅର ମାନେ ସେମାନେ ଆମକୁ ଫଲୋ କରିବେ। ଆମେ ଯେମିତି ଆମର ବ୍ୟବହାର ଦେଖିବା ସେମିତି ଦେଖିବେ। ଆମେ ଆମ ଘରେ ଯଦି ଆମ ପିଲାମାନଙ୍କୁ ଭଲ ବ୍ୟବହାର ଦେଖିବା, ପିଲା ଆମର ଅନୁପ୍ରାଣିତ ହେବ। ସେମିତି ଆମ ପରିବାର, ସବୁ ଆରସିଏମ ଫ୍ୟାମିଲି ଆମର ପରିବାର। ପରିବାରରେ ଆମେ ସବୁବେଳେ ଆମର ଆଜି ଅଛି, ଆଜି ମନାନ୍ତର ହବ, ଆଜି ଇଏ ହବ, ଆଜି କଥା ହବ, ସିଏ ହବ, କିନ୍ତୁ ସେଇଟାକୁ କ୍ଷଣିକ ଭିତରେ, ପରିବାର କ୍ଷଣିକ ଭିତରେ, ସେମିତି ଆମ ଫ୍ୟାମିଲି ସେମିତି ହବ। ଧୀରେ ଧୀରେ ତାକୁ ଆମେ ପଜିଟିଭ ଆଙ୍ଗେଲ ଦେଖିବା, ଧୀରେ ଧୀରେ ଆମର ପଜିଟିଭ ଜିନିଷ ଆସିବ। ଆଉ ଏଥିରେ ଆମେ ଧୀରେ ଧୀରେ ବି ଆମେ ସକ୍ସେସ ନେଇପାରିବା। ଥ୍ୟାଙ୍କ ସାର୍। ଓକେ, ଥ୍ୟାଙ୍କ ୟୁ। ନମିତା ମ୍ୟାଡ଼ାମ, ଆଜ୍ଞା, ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର, ଚାନ୍ଦ ସାର୍ଙ୍କୁ ମୋ ନମସ୍କାର। ସାର୍ ସାର୍ ଆଜି ବଢିଆ କହିଲେ ଗୁରୁକୁଳରେ, ବହୁତ ଭଲ ଲାଗିଲା ତାଙ୍କର ଇଏ ଶୁଣିକିରି। ଆଉ ଆମେ ଆମ ଭିତରେ ଯୋଉ ଥିବା ଯେତେକ, ଆମେ ଆକ୍ଚୁଆଲି ନିଜେ ବୁଝିନୁ ଭଲ ଭାବେ। ନିଜେ ଯେତେ ଫଣ୍ଡା ଆମର କ୍ଲିୟର କରିବା, ତାହେଲେ ଲୋକଙ୍କୁ ବୁଝେଇକି ତାକୁ ସକ୍ସେସଫୁଲ କରିପାରିବା। ତେଣୁ ଯାହାକୁ କହୁଛୁ ସେ ହଉଛି ନେଗେଟିଭ ରହୁଛି, ନେଗେଟିଭ ପଜିଟିଭ ଆଣିବାକୁ ହେଲେ ତାଙ୍କ ସହିତ ସବୁବେଳେ ପରାମର୍ଶ କରିବା ଦରକାର। କରୁଛୁ ବି ଆମେ, ଆଗକୁ ସାର୍ ନିଶ୍ଚିନ୍ତ ଭାବେ ଆମର ପଜିଟିଭଲି ଆସିବ। ସାର୍ ଏତିକି କହୁଛି। ଆଜ୍ଞା, ବଢିଆ। ମିନତି ମ୍ୟାଡ଼ାମ, ଆଜ୍ଞା, ଅନମ୍ୟୁଟ କରନ୍ତୁ। ଆଜ୍ଞା, ଆଜ୍ଞା, ହଁ, ପୁଣି ମ୍ୟୁଟ ହେଇଗଲା।
କଣ ହେଲେ ଆଜ୍ଞା କୁହନ୍ତୁ। ସାର୍ ନମସ୍କାର। ସମସ୍ତ କହିଲି ଶୁଣିଲି, ମୁଁ ସେଇ ଗୋଟିଏ କଥା ରିପିଟ୍ କଣ କରିବି। ଫାଷ୍ଟରୁ ଯେ ଶୁଣିନଥିଲି, ବାହାରିଥିଲି, ମାନେ ମୁଁ କାନରେ ଶୁଣି ଶୁଣିକା ଚାଲିଛି, କିନ୍ତୁ ବସିକି ଆଉ ଇଏ କରିପାରୁନି। ମୁଁ କରିବି ତ ଆଉ କହିଛି ଆଉ। ବହୁତ ବଢିଆ କଥା, ଆପଣ ତ ଜଣେ କର୍ମଯୋଗୀ, ଯାହା ହଉ ବହୁତ ନାଇଁ, ପରିଶ୍ରମ କରୁଛନ୍ତି। ପୁଅ ଟିକେ ବାହାରକୁ ଗଲା ତ, ମୁଁ ସେଥିପାଇଁ ବାରି ଦାଣ୍ଡ ଏପଟ ସେପଟ ହେଇକିରି ଟିକେ ଅଳ୍ପ ଶୁଣିଛି। ସମସ୍ତଙ୍କ କଥା ଟିକେ ଟିକେ ଶୁଣିଛି। ଯାହା ହଉ ମୁଁ ବି ଚେଷ୍ଟା ଚଲେଇଛି କରିବା ପାଇଁ। 5,000 ପୁଣି ଏ ମାସରେ କରିବି ବି। ଏଇଆ। ହଁ ମ୍ୟାଡ଼ାମ, ଆକ୍ଚୁଆଲି ଆକ୍ଚୁଆଲି ଦେଖନ୍ତୁ, 5,000 ପିଭି କରିବାଟା ଯେତିକି ବଡ କଥା ନୁହେଁ। ଏ, 5,000 ଗୋଟେ ମାଧ୍ୟମ ଯେ ଆମ ହଁ ଜୀବନରେ ସଫଳତା ପାଇବା ପାଇଁ, ଇଏ ଗୋଟେ ମାଧ୍ୟମ ଯେ 5,000 ପିଭି ନିଜେ କରିବା। ତା ମାଧ୍ୟମରେ ଆମେ ବହୁତ ସାରା ଲୋକଙ୍କର ଉପକାର କରିଦେଇ ପାରିବା। ହଁ। ତ ଯେମିତି ଆଜିର ଗୁରୁକୁଳକୁ ଟିକେ ଯଦି ସମୟ ବାହାର କରିକି ଥରେ ଗୁରୁକୁଳ ଦେଖୁଛି, ଟିକେ ଟିକେ ମାନେ ସମୟ ଅଭାବରୁ ଟିକେ ମୁଁ ଟିକେ ଏପଟ ସେପଟ ହେଇକିରି କମ ସମୟ ଦେଖୁଛି। ହଁ, ନାଇଁ ଆକ୍ଚୁଆଲି ଦେଖନ୍ତୁ, ପ୍ରତ୍ୟେକ ଜିନିଷ ଗୋଟେ ଗୋଟେ ଅଭ୍ୟାସ ହଁ ଦରକାର। ତ ଆଜିର ଗୁରୁକୁଳକୁ ଆମେ ୟୁଟ୍ୟୁବରେ ଅଛି, ଆମେ ତାକୁ ଥରେ ଥର ଦେଖିଦବା, ଭଲ ଭାବରେ ଦେଖିଦବା। ଯେମିତି ସାର୍ କହୁଥିଲେ ନା, ଦିଥର ଦେଖିଦବା ପାଇଁ, ଆମେ ଯଦି ଦିଥର ଦେଖିଦବା, ତାହେଲେ ବହୁତ ସାରା କଥା ଜାଣିପାରିବା ଯେ ଆମେ ଯାହା କରୁଛେ ଆଉ ଯାହା ହବାକୁ ଅଛି। ତ ଇଏ ଦିଟା, ଆମେ ଠିକ ରାସ୍ତାରେ ଯାଉଛେ କି ନ ଯାଉଛେ, ନା ଆମ ରାସ୍ତାରେ କୋଉଠି ନା କୋଉଠି ଯଦି ଭୁଲ ରହିଯାଉଛି, ତାହେଲେ ସେ ଭୁଲକୁ ସୁଧାରିବା ପାଇଁ ଆଜି ଗୁରୁକୁଳକୁ ଦେଖିବା ନିହାତି ଜରୁରୀ। ଆଉ ଆରସିଏମ ଗୋଟେ କିଛି ଛୋଟ ମୋଟ କାମ କରିବା ପାଇଁ ବା ଛୋଟ ମୋଟ ଇନକମ ଟିକେ ନବା ପାଇଁ ଇଏ ହେଇନି। ଇଏ ଗୋଟେ ବହୁତ ବଡ ପ୍ଲାଟଫର୍ମ, ଯୋଉଥିରେ କି ବହୁତ ବଡ କାମ କରିବେ। ଆଜି ଟିସି ସାର୍ ଗୋଟେ ବହୁତ ଭଲ ଏକ୍ଜାମ୍ପଲ ଦେଉଥିଲେ, ଯେମିତି କି ଜଳ ସଞ୍ଚୟ ଆଜି ଲଞ୍ଚ ହେଇଛି। ଜଳ ସଞ୍ଚୟ ଲଞ୍ଚ ହବା ଦ୍ୱାରା କିଛି ସାଥୀ ଭାବୁଛନ୍ତି ଯେ ୟାର ପିଭି ଏତିକି, ମୁଁ ଏତିକି ଟଙ୍କାର ବିକିଦେବି, ମୋର ଏତିକି ମୋର ପ୍ରଫିଟ ହବ, ଏତିକି ଇନକମ ପାଇବା। କିନ୍ତୁ ସେ ନୁହେଁ। ତାକୁ ଲଞ୍ଚ କରିବା ପଛରେ ଟିସି ସାର୍ ମନ ଭିତରେ ଚିନ୍ତା ରଖିଛନ୍ତି, ଯଦି ମୁଁ କୌଣସି ଗାଁର ପାଣିର ସ୍ତର 40% ମୁଁ ସେଭ୍ କରିଦେଲି, ସେ ଗାଁରେ ଥିବା କୂଅର ଜଳର ମାତ୍ରା କେତେ ଅଧିକ ହେଇଯାଇ ପାରିବ। ତାମାନେ ଦେଖନ୍ତୁ କେତେ ବଡ ଚିନ୍ତାଧାରା, ଯେ ପୁରା ଭାରତ ବର୍ଷର ଯୋଉ ଜଳ ସଙ୍କଟକୁ ସବୁଦିନ ପାଇଁ ଦୂର କରିବା ପାଇଁ ସେ ଜଳ ସଞ୍ଚୟକୁ ହିଁ ଲଞ୍ଚ କରାଯାଇଛି। ତ ସେ କଥା, କିନ୍ତୁ ଆମେ ଛୋଟ ଛୋଟ ଚିନ୍ତାଧାରାରେ ରହିବାନି। ତ ଆଜି 5,000 ପିଭି ଯୋଉମାନେ କରିପାରୁନାହାନ୍ତି, ତ ସେମାନଙ୍କ ଇଏ ଗୋଟେ ମାଧ୍ୟମ ଯେ ଆମେ 5,000 ପିଭି ମାଧ୍ୟମରେ ହିଁ ଆରସିଏମ ର ସଫଳତା ଆମେ ପାଇପାରିବା, ଏଇ ଅଭିଯାନର ସଫଳତା ଆମେ ପାଇପାରିବା। ତ ଯୋଉମାନେ କରିପାରୁନାହାନ୍ତି, ତ ତାଙ୍କୁ ଆମେ ଟିମରେ ଆଜି ସମସ୍ତଙ୍କୁ ଇନଭାଇଟ୍ କରିବା, ଜଣେ ଜଣେ କରି ଫୋନ କରିବା, ଜଣେ ଜଣଙ୍କ ସାଙ୍ଗରେ ମିଶିବା। ହୋମ ମିଟିଂ ବି ଦରକାର ପଡ଼ିଲେ ଆମେ ଜଣେ ଦି ଜଣଙ୍କ ପାଖରେ ହୋମ ମିଟିଂ ବି ଆମେ କରିପାରିବା। ତ ସେମାନଙ୍କ ମାଧ୍ୟମରେ ବି ଆଉ କାହାକୁ ଡାକି ପାରିବା। ତ ଆଜିର 7ଟା 20ରେ ଯୋଉ ମିଟିଂ ଅଛି, ବହୁତ ପାୱାରଫୁଲ ମିଟିଂ। ଓକେ, ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ବହୁତ ପାୱାରଫୁଲ ମେସେଜ ଆପଣଙ୍କର ଆମେ ଜାଣିଲେ, ଆଉ ଆଗକୁ ଆମେ ଦୃଢ ସଂକଳ୍ପିତ ହେଇକି ବହୁତ ବଡ କାମ ଆମେ କରିପାରିବା। ତ ସେଥିପାଇଁ ତ ଆମେ ଏବେଠୁ ମାଇଣ୍ଡକୁ ଷ୍ଟ୍ରଙ୍ଗ ରଖିବା ଦରକାର। ଆଉ ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ବାଧାବିଘ୍ନ ତ ଆସିବ। ଆଉ ମୁଁ ତ ସବୁବେଳେ ଭାବେ ଯେ ଏଇ ଯୋଉ ବାଧା ଆସୁଛି, ଇଏ ବାଧା ଭଗବାନ ଆମକୁ ପରୀକ୍ଷା କରୁଛନ୍ତି। ଯଦି ଆମେ ପରୀକ୍ଷାରେ ପାସ୍ କରିବା, ତାହେଲେ ଆମକୁ ତା ସଫଳତା ମିଳିବ। ସପୋଜ ଆମର ଗୋଟେ କାନ୍ଥ ଅଛି, କାନ୍ଥ ସେପଟରେ କଣ ଅଛି ଆମେ ଦେଖିପାରୁନୁ, କିନ୍ତୁ ଗୋଟେ ସିଢି ଯଦି ପକେଇଦବୁ, କାନ୍ଥ ସେପଟରେ କଣ ଅଛି ଆମେ ବି ତାକୁ ଦେଖିପାରିବୁ। ତ ଇଏ ହଉଛି କଥା, ବହୁତ ବଡ କଥା ଆମର, ଯେ ଆମେ ସବୁ ପ୍ରକାରର ସମସ୍ୟା ଗୋଟେ ଆଗରେ ଗୋଟେ ମାନେ ଗୋଟେ କାନ୍ଥ ଭଳି ରହିଯାଏ। ତ ଆମକୁ କାନ୍ଥ ସେପଟରେ କେତେ ବଡ ସଫଳତା ଅଛି ଆମକୁ ଦେଖାଯାଏନି। ସେଥିଲାଗି ଆମକୁ ସଫଳତା ଉପରେ ଧ୍ୟାନ ଦେଇକି କୌଣସି ପ୍ରକାର ସମସ୍ୟା ଉପରେ ଧ୍ୟାନ ନ ଦେବା ନିହାତି ଜରୁରୀ। ତ ୟାକୁ ଆମେ ନବା, ଆଗକୁ ଆମେ ବଢିବା, ବହୁତ କିଛି ଡେଭଲପମେଣ୍ଟ ଆମେ କରିପାରିବା। ଜୀବନରେ ବହୁତ କିଛି କରିବାକୁ ଅଛି, ଆମେ କରିବି ପାରିବା। ଆଉ ପରମାତ୍ମା ଆମକୁ ଚାହୁଁଛନ୍ତି ଯେ ଆମ ମାଧ୍ୟମରେ ହିଁ କରେଇବେ। ତ ତାଙ୍କ ଇଶାରାକୁ ବୁଝିବା ନିହାତି ଦରକାର। ଆଜି ପାଇଁ ଏତିକି। ନମସ୍କାର। ଜୟ ଆରସିଏମ। ଜୟ ଆସି ଏ ଆରସିଏମ। ଜୟ ଶ୍ରୀ ନମସ୍କାର। ଜୟ ଆର୍ଟ।